ପିଲାବେଳେ ଶିଶୁ ଦିବସରେ ଭାଷଣ ଶୁଣିବାକୁ ବିରକ୍ତ ଲାଗେ। ଆଜି କେତେବେଳେ ମୁଁ ଭାଷଣ ଦେବି ସେ ସମୟକୁ ଜଗେ। ସେ ସେଉ ବୁନ୍ଦିଆ ଚକୋଲେଟ୍ ଖାଇବାର କେତେ ମଜା ଥିଲା। ଦେଖୁ ଦେଖୁ କେତେ ଶୀଘ୍ର ଏ ସମୟ ଚାଲିଗଲା। ହଁ, ଦେଖୁ ଦେଖୁ କେତେ ଶୀଘ୍ର ଏ ସମୟ ଚାଲିଗଲା। ମୁଁ ବି ଦିନେ ଛାତ୍ର ଥିଲି। ସ୍କୁଲ ଟାଇମ୍ରେ ମନରେ ଆଶା ଥାଏ ସେ ଚାରଣକିଆ ଚକୋଲେଟ୍ରେ। ଆଜି ସେ ପିଲାଦିନର ଛାତ୍ର ଜୀବନକୁ ଖୋଜେ ଦୁନିଆର ଭିଡ଼ରେ। ଆମେ ଜାଣିଥିଲୁ ଏହି ଦିନ ନେହେରୁଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ ବୋଲି। ହେଲେ ଏବେ ବୁଝୁଛୁ ଗୁରୁଙ୍କ ବିନା ଏ ଜୀବନ ଲାଗେ ଖାଲି ଖାଲି। ଏବେ ବୁଝୁଛୁ ଗୁରୁଙ୍କ ବିନା ଏ ଜୀବନ ଲାଗେ ଖାଲି ଖାଲି। ମୁଁ ବି ଦିନେ ଛାତ୍ର ଥିଲି। ଭାରି ଅଜବ ଥିଲା ମୋର ସେ ଦିନ। ଛୋଟିଆ ଖୁସିରେ ପୂରଣ ହେଉଥିଲା ମୋର ମନ। ଛୋଟିଆ ଖୁସିରେ ପୂରଣ ହେଉଥିଲା ମୋର ମନ। ଅଶାନ୍ତ ସହରର ଦୁନିଆର ଭିଡ଼ରେ ସେ ଛାତ୍ର ଆଜି କୁଆଡ଼େ ବଡ଼ ହୋଇଯାଇଛି। ସେ ସରଳ ମନ ଆଜି ବି ସେ ପିଲାଦିନର ଶିଶୁ ଦିବସକୁ ଝୁରୁଛି। ଏ ସରଳ ମନ ଆଜି ବି ସେ ପିଲାଦିନର ଶିଶୁ ଦିବସକୁ ଝୁରୁଛି। ଯେତେ ବଡ଼ ହେଲେ ମଧ୍ୟ ମୋ ଗୁରୁଙ୍କ ପାଇଁ ଆଜି ବି ଛାତ୍ର ହୋଇ ରହିଛି। ଏ ମନ ଶିଶୁ ଦିବସରେ ଟିକେ ଗୁରୁଙ୍କ ଆଶୀର୍ବାଦ ପାଇଁ ଆଜି ମଧ୍ୟ ଚାହିଁ ରହିଛି। ଏ ମନ ଟିକେ ଆଶୀର୍ବାଦ ପାଇଁ ଚାହିଁ ରହିଛି। ଆଜି ମଧ୍ୟ ମୁଁ ଜଣେ ଛାତ୍ର। ଏ ଛାତ୍ର ଜୀବନ ଭାରି ବିଚିତ୍ର। ମିଳିଯାଇପାରେ ଏ ଜୀବନରେ କେତେ ସିଂହାସନ, ଫେରି ପାଇବେନି ଏ ଛାତ୍ର ଜୀବନ। ଫେରି ପାଇବେନି ଏ ଛାତ୍ର ଜୀବନ। ମୋର ସମସ୍ତ ଛାତ୍ରମାନଙ୍କୁ ଏ ଶିଶୁ ଦିବସର ଶୁଭେଚ୍ଛା ଓ ଶୁଭକାମନା। ମୋର ଗୁରୁଜନମାନଙ୍କୁ ଧନ୍ୟବାଦ ସହ ପ୍ରଦାନ କରେ ହୃଦୟର ଭାବନା। ମୁଁ ଜଣେ ଛାତ୍ର।